ମୁଁ କଣାସ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ଜୟସିଂ। ଦେଖିବାକୁ ମିଳିଥିଲା ଯେ ବୈଠକ ଆରମ୍ଭ ପ୍ରଥମ ସମୟରେ ହିଁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କ'ଣ ରହିଥିଲା ହଟ୍ଟଗୋଳ? ହଟ୍ଟଗୋଳର ମୂଳ ମନ୍ତ୍ର ହେଲା ସମିତି ରେଜୁଲେସନରେ ନବମତମ ରେଜୁଲେସନରେ ଯାହାକି ଲିପିବଦ୍ଧ କରିଛନ୍ତି ତାହା ସଭ୍ୟ ସଭ୍ୟାଙ୍କ ଅନୁମତି କ୍ରମେ ହେଇନାହିଁ, ମନ ଇଚ୍ଛା ମୁତାବକ ହେଇଛି। ଆମର ସମିତିର ବୈଠକର ରେଜୁଲେସନ କପି 7 ଦିନ ଭିତରେ ଦେବା କଥା, ତାକୁ ଆଜିକି ଦୀର୍ଘ 6 ମାସ ଧରିକି ଦେଇନଥିଲେ, ଲୁକାୟିତରେ ରଖିଥିଲେ। ବିଡିଓ ଯଦି 9-10ରେ ଦସ୍ତଖତ କଲେ, ଆଜି ପର୍ଯ୍ୟନ୍ତ ସେ ଚିଠିଟି କୋଉଠି ଥିଲା ଏ ବାବଦରେ ସଭ୍ୟ ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିକି ନିଜର ମତ ପ୍ରକାଶ କରିଥିବାରୁ ଏକ ହଟ୍ଟଗୋଳ ସୃଷ୍ଟି ହେଇଥିଲା। ଆଜି 10ତମ ଯୋଉ ସାଧାରଣ ବୈଠକ କଣାସ ବ୍ଲକ ପଞ୍ଚାୟତ ସମିତିରେ ଦେଖିବାକୁ ମିଳିଥିଲା, କ'ଣ ରହିଥିଲା ତାର ଆଜି? କଣାସ ପଞ୍ଚାୟତ ସମିତିର ଯୋଉ 10ତମ ବୈଠକ ତାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା, କିନ୍ତୁ ବିଷୟବସ୍ତୁକୁ ବୈଠକଟି ଯାଇପାରିଲା ନାହିଁ, ଯାହାଦ୍ୱାରା କି ବହୁ ଅନିୟମତା ହେଇଛି। ଆମର ପଞ୍ଚାୟତ ସମିତି ଆକ୍ଟ ଅନୁସାରେ 2 ମାସରେ ଥରେ ବୈଠକ ହେବା କଥା, ଆଜିକି ପ୍ରାୟ ଦୀର୍ଘ 6 ମାସ ବିତିଗଲାଣି ବୈଠକ ବସିପାରିନଥିଲା। କିନ୍ତୁ ଏଥିରେ ବହୁତ ଗୁଡ଼ିଏ ଅନିୟମତା ହୋଇଥିବାର ପରିଲିଖିତ ହେଉଛି, ଯାହାଦ୍ୱାରା କି ଅଧ୍ୟକ୍ଷା ତାକୁ ଅଧାରୁ ମିଟିଂଟାକୁ ଭାଙ୍ଗିଦେଲେ ଜାଣି ଶୁଣି କରିକି। ଗୋଟେ ଉଦାହରଣ ସ୍ୱରୂପ ଆମର ଯିଏ ପୂର୍ବତନ ବିଡିଓ ଶ୍ରୀ ନାରାୟଣ ସାହୁ, ସେ ତାଙ୍କର ଟ୍ରାନ୍ସଫର ଅର୍ଡର ଦେଖିକି ଆମ ବ୍ଲକରୁ ପ୍ରାୟ 10 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁରୀ ଅନ୍ୟତ୍ର ବେସରକାରୀ ବ୍ୟାଙ୍କ ମାନଙ୍କୁ ଟ୍ରାନ୍ସଫର କରିଦେଇଥିଲେ। ସେଥିରେ କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିଲେ ଏବଂ ଏହି ଅର୍ଥ ଗୁଡ଼ାକ ପଞ୍ଚାୟତ ସମିତିର ଯୋଉ ପଞ୍ଚାୟତ ସମିତିର ସଭ୍ୟ ସଭ୍ୟ ମାନଙ୍କ ଗୃହୀତରେ କୋଉଠି ଆକାଉଣ୍ଟ ଖୋଲାଯିବ, କୋଉଠି ଟଙ୍କା ରଖାଯିବ, ତାହାକୁ ସେ ଉଲ୍ଲଂଘନ କରିଥିଲେ। ସେ ତାଙ୍କର ମନ ଇଚ୍ଛା ମୁତାବକ ବ୍ୟାଙ୍କକୁ ଦେଇକି କୌଣସି ମନ୍ଦ ଉଦ୍ଦେଶ୍ୟରେ ରଖିକି ଟ୍ରାନ୍ସଫର କରିଥିଲେ, ଯାହାଦ୍ୱାରା କି ଏହା ଏକ ଅର୍ଥନୈତିକ ଅପରାଧରେ ବଡ଼ ଘୋଟାଲା ହେଇଛି ଭଳିଆ ଆମେ ଅନୁମାନ କରିବାକୁ ପାଉଛୁ। ତୃତୀୟ କଥାଟି ହେଲା, ଆମର ଗଛ ମାଟିଏ ଗଛ ପାଇଁ ଯୋଉ ଆସିଥିଲା ବନୀକରଣ ଯୋଜନାରେ ଆମର ବନ ବିଭାଗ ତରଫରୁ କଣାସ ବ୍ଲକର ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ହେଉଛି ଗୋଟିଏ ବିରିକେଶ୍ୱରପୁର ବ୍ରିଜ ଠାରୁ ଘୋରଡ଼ିଆ 6 କିଲୋମିଟର, ତା ଉପରେ 15 ଲକ୍ଷ ଟଙ୍କା। ସେହି ପ୍ରୋଜେକ୍ଟକୁ ବିରିକେଶ୍ୱରପୁର ବ୍ରିଜ ଠାରୁ ଘୋରଡ଼ିଆ ବଡ଼ପଟୁ ଗ୍ରାମ ପଞ୍ଚାୟତ ନାଁରେ ନେଇ ତାକୁ ଏକ ଜାଲିଆତି ଭାବେ ପୁନରାୟ 15 ଲକ୍ଷ ଟଙ୍କା ସାଂସନ ହେଇଥିଲା। ଗତ ପଞ୍ଚାୟତ ସମିତିରେ ଏହା ଅନିୟମତା ହେଇଛି ଭଳିଆ ପରିପ୍ରକାଶ ପାଇଥିଲା। ତାକୁ ବିଧାୟକ ମହୋଦୟ ଗୋଟେ 5 ଜଣିଆ କମିଟି କରିକି ତଦନ୍ତ କରିବା ପାଇଁକା ସୁପାରିଶ ଦେଇଥିଲେ, କିନ୍ତୁ ତାକୁ ମାନେ ଲୁକାୟିତରେ ରଖିକି ବିଡିଓ ନିଜର ହିତ ସାଧନ ଆଉ କିଛି ଲୋକଙ୍କର କରାଗତ ହୋଇକି ତଦନ୍ତ କଲେ ନାହିଁ କି କୌଣସି ଅର୍ଥର ସଦୁପଯୋଗର ପରିପ୍ରକାଶ ପାଇପାରିଲା ନାହିଁ। ତୃତୀୟ କଥାଟି ହେଉଛି ଆମର ଅଣ୍ଡାଳସିଂହ ବ୍ରିଜ ଠାରୁ ନରଣପୁର, ଏହା ଏକ ଡେଲାଙ୍ଗ ବ୍ଲକ, କିନ୍ତୁ ତାକୁ ସିରେଇ ଗ୍ରାମ ପଞ୍ଚାୟତ ନାମରେ ନେଇକି ସେଥିରେ 9 ଲକ୍ଷ ଟଙ୍କା, ପ୍ରାୟ 9 ଲକ୍ଷ ଟଙ୍କା। ଆଉ ଗୋଟେ ନେଇଛନ୍ତି ଅଣ୍ଡାଳସିଂହ ବ୍ରିଜ ଠାରୁ ବାଁବରଡ଼ା, ଆଉ ଗୋଟେ ନେଇଛନ୍ତି ଅଣ୍ଡାଳସିଂହ ବ୍ରିଜ ଠାରୁ କରମଳା, ଆଉ ଗୋଟେ ନେଇଛନ୍ତି ଅଣ୍ଡାଳସିଂହ ବ୍ରିଜ ଠାରୁ ଝାରେଡ଼ା। ଝାରେଡ଼ା ଆଉ କରମଳା ଏକଇ ରାସ୍ତା, ତା ଉପରେ ପ୍ରାୟ 9ରୁ 10 ଲକ୍ଷ ଟଙ୍କା ଆତ୍ମସାତ ହେଇଥିବାର ଆମେ ଅନୁମାନ କରିବାକୁ ପାଉଛୁ। ଏ ବାବଦରେ ଗତ ନବମତମ ବୈଠକରେ ଆଲୋଚନା ହେଇଥିଲା। ଏହା କମିଟିର ତଦନ୍ତରେ କାର୍ଯ୍ୟକାରୀ ହେବା ପାଇଁକା ବିଧାୟକ ନିର୍ଦ୍ଦେଶ ଦେଇଥିଲେ ବି ତାହା କାର୍ଯ୍ୟକାରୀ ହେଇନଥିଲା। ସେ ପ୍ରସଙ୍ଗ ଆଲୋଚନା ହେବାକୁ ଯିବାକୁ ଆମର ଅଧ୍ୟକ୍ଷା ଯିଏକି ତାକୁ ଜାଣି ଶୁଣିକି ସଭାଟିକି ଆଜି କ୍ଲୋଜ କରିଦେଲେ, ଯାହାଦ୍ୱାରା କି ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା ସଭ୍ୟ ସଭ୍ୟ ମାନଙ୍କ ମଧ୍ୟରେ। ଆମର ଅର୍ଥ ଯୋଉ ପ୍ରକଳ୍ପ ବିନିଯୋଗ ହେବା କଥା ଅର୍ଥ ଗୁଡ଼ିକ ତାହା ମନ ଇଚ୍ଛା ବିଡିଓ କରିଛନ୍ତି, କୌଣସି ସଭ୍ୟ ସଭ୍ୟା ବା ପଞ୍ଚାୟତ ସମିତିର ବିନା ଅନୁମୋଦନରେ କାର୍ଯ୍ୟ କରିଛନ୍ତି। ଏହା ଏକ ସାମ୍ବିଧାନିକ ଆଇନକୁ ଉଲ୍ଲଂଘନ କରୁଛି। ଆଜି ଆମର 10ମ ସାଧାରଣ ମିଟିଂ ଥିଲା। ଏଥିରେ ଆମର ବିଭିନ୍ନ ଏଜେଣ୍ଡା ଯେମିତି ଶିକ୍ଷା, କୃଷି, ସ୍ୱାସ୍ଥ୍ୟ
ଆମର ପାନୀୟ ଜଳ ଯୋଗାଣ ଉପରେ ଡିସ୍କସନ୍ ହେଲା। ଆମେ ସେ ମେଗା ପ୍ରୋଜେକ୍ଟ କେମିତି ଜଲ୍ଦି ସରିପାରିବ ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଆମ ମାନ୍ୟ ବିଭାଗ ଗୁରୁତ୍ୱାରୋପ କରିଥିଲେ। ତା ସହିତ ଆମେ ଶିକ୍ଷା କ୍ଷେତ୍ରରେ କେମିତି ଆମର ଭଲ ସ୍କୋର ହେଇପାରିବ, ଯାହାଦ୍ୱାରା ଆମେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇପାରିବୁ, ତା ଉପରେ ମଧ୍ୟ ଡିସ୍କସନ୍ ହୋଇଥିଲା। ତାକୁ ଛାଡ଼ି ଆମର CDPO ମଧ୍ୟ ତାଙ୍କ ଦ୍ୱାରା ଯାହା ବି ପ୍ରୋଗ୍ରାମ ଅଛି ଆମର ICDS ଡିପାର୍ଟମେଣ୍ଟର ସେଟା ମଧ୍ୟ କହିଥିଲେ। ଏବଂ ଆମର ପାନୀୟ ଜଳ ଉପରେ କେମିତି ସମସ୍ତେ ସୁରୁଖୁରୁରେ ପାଣି ପାଇପାରିବେ ଖରା ସିଜନ ଯେମିତି 2 ମାସ, ସେଥି ମଧ୍ୟ ଆମର ବିଭାଗୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଦେଖିବାକୁ ମିଳୁଛି ଯେ ବନ ବିଭାଗ ଅଧିକାରୀ ଯୋଉମାନେ କି ସେମାନେ ଆସିନାହାନ୍ତି, ବାରବାର 2-3ଟା ମିଟିଂ ହେଲାଣି କିନ୍ତୁ ଯୋଗଦାନ ଦେଇପାରୁନାହାନ୍ତି। ହଲିଉଡ ହେଇଯିବ 1,00,000 ଟଙ୍କା ଅଭିଯୋଗ। ଯୋଉମାନେ ମିଟିଂରେ ଯୋଗ ଦେଇନାହାନ୍ତି ତାଙ୍କୁ ଆମେ କାଲି ଆଉଥରେ ଚିଠି କରିଦେଇଛୁ, ସେମାନେ କାହିଁକି ଆବସେଣ୍ଟ ରହିଛନ୍ତି ଗୋଟେ ସୋ ପୋଷ୍ଟ ନୋଟିସ ତାଙ୍କ ପାଖକୁ ଯିବ ଯୋଉ ଯୋଉ ବିଭାଗୀୟ ରହିଛନ୍ତି। ଆଉ ଯେମିତି କହିଲେ ଆମର ସଜେସନ ଦିଆ ହେଲା ଯେ ଆମର ABDO ଆଉ 3 ଜଣ PRI ମେମ୍ବରକୁ ନେଇ ଗୋଟେ କମିଟି ଫର୍ମେସନ କରାହବ, ଯୋଉ ଆମର ମା ପାଇଁ ଗଛଟିଏ ଯୋଉ ପ୍ରୋଗ୍ରାମ ପାଇଁ ଆମର ଯୋଉ ପ୍ରୋଗ୍ରାମ ହେଇଛି ତା ଉପରେ ଇନକ୍ୱାରି କରିକି ଆମେ 3 ଦିନ ଭିତରେ ରିପୋର୍ଟ ସବମିଟ କରିବୁ। ସାର୍ କଣ ହେଇଥିଲା ଯାହାଫଳରେ କି ପ୍ରଥମରୁ ହଟ୍ଟଗୋଳ ଦେଖିବାକୁ ମିଳିଲା? ପ୍ରଥମରୁ ସେ ତାଙ୍କ ଭିତରେ କିଛି ଇଣ୍ଟରନାଲ ମାନେ କନଫ୍ଲିକ୍ଟ ଥିଲା, ଯେଟା ପାଇଁ ଯାହାଟା କି ଦେଖିବାକୁ ମିଳିଲା। ତା ବିଷୟରେ ତା ସମାଧାନ ହେଇଯାଇଥିଲା, କିଛି ବଡ ଧରଣର କିଛି ତା ବିଷୟରେ